କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ବୁର୍ବିନାଜୁ ପଞ୍ଚାୟତ ପେନାଗବେରୀ ଗ୍ରାମବାସୀଙ୍କ ଦୁଃଖ ଦୂର କଲେ ପ୍ରଶାସନ। ଗତ ବୁଧବାର ଗ୍ରାମବାସୀ ପିଇବା ପାଣି ପାଇଁ ଟିକାବାଲି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଟିକାବାଲି ବିଡିଓ ମନୋଜ କୁମାର ପାଢ଼ୀ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଶ୍ରୀ ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ପେନାଗବେରୀ ଗ୍ରାମବାସୀଙ୍କୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ସହ ନଳକୂପ ମଧ୍ୟ ଖୋଳାଯାଇଛି। ଗରିବ ଅସହାୟଙ୍କୁ ସହଯୋଗର ହାତ ବଢ଼ାଇ ଛୋଟ ବଡ଼ ସମସ୍ୟା ସମାଧାନ ଲାଗି ଶ୍ରୀ ପାଢ଼ୀ ଅଙ୍ଗୀକାରବଦ୍ଧ ବୋଲି କହିଛନ୍ତି। ଗାଁକୁ ଜଳ ଯୋଗାଣ ପରେ ପେନାଗବେରୀ ଗ୍ରାମବାସୀଙ୍କ ମଧ୍ୟରେ ଖୁସି କହିଲେ ନ ସରେ। ଅନେକ ଦିନ ହେଲା ଗ୍ରାମବାସୀ ପାଣି ପାଇଁ ହନ୍ତସନ୍ତ ହେଉଥିଲେ। ଦେବଦୂତ ସାଜି ବିଡିଓ ଶ୍ରୀ ପାଢ଼ୀ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ କଲେ। ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ସାଲିମା ପ୍ରଧାନ, ବିଡିଓ ଶ୍ରୀ ପାଢ଼ୀ, ଗ୍ରାମ୍ୟ ଜଳ ଯୋଗାଣ ଜି ଉଦୟଗିରି ଏସଡିଓ ରଙ୍କନିଧି ମାଝୀ, ବ୍ଲକ କନିଷ୍ଠ ଯନ୍ତ୍ରୀ ନାରାୟଣ ନାୟକଙ୍କୁ ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ରିପୋର୍ଟ ପର୍ଯ୍ୟବେକ୍ଷକ ଓଡ଼ିଶା।